आज कौन आम आत्मिक जीवन में वृद्धि पाचु कि बा जीवन आरंभ शेष जाए केवल गोटे विषय करू प्रार्थना करू ईश्वर प्रशंसा कर न था मधुर वाक्य चला पथे साजे दीप आमरी चरण अलिभा आलोक देई जीवनर प्रतिपादे जीवनर प्रतिपादे बढ़ाए से सत्य पथ प्रदर्शिका से जे पथ प्रदर्शिका पथ प्रदर्शिका पथ प्रदर्शिका। प्रिय दर्शक बंधु नमस्कार। प्रभु जीशु मधुर नाम आपण को पथ प्रदर्शिका कार्यक्रम को स्वागत करुछि। आपण केमिति अछंती? मोर विश्वास प्रभु दया और अनुग्रह आपण निश्चय भल थिबे। आपण नियमित आम कार्यक्रम देखुछंती सेथिपाई मु विशेष आनंदित। आपण को मतामत निश्चय टीवी स्क्रीन रे दिया जाइथिबा फोन नंबर रे आमको जणाइबे। आमे आपण को फोन कॉल रा अपेक्षा रे अछु। आपण को मध्यरु अनेक आम सहित फोन रे जोगाजोग करूछंती, सेमान को मु विशेष करी धन्यवाद दिए। जदि केही ए पर्यंत आमको फोन करनाहांती आज ही आम सहित जोगाजोग करंतु। ए कार्यक्रम मध्य दे पुणी आपण को सहित साक्षात करिवार सुजोग पाइथिबारु मो प्रभु को धन्यवाद दिए। प्रभु आपण को बहुल भावे आशीर्वाद करंतु। आमे गत पाठ रे आलोचना करूथुलु जे दाऊद किपरि ईश्वरक सुरक्षा उपरे निर्भर करूछंती। शत्रु मानक गुप्त योजनारू केवल ईश्वर जे उद्धार करि पारंती ताहा से जानितिले। ईश्वर को ऊपर संपूर्ण भरोसा रखिछंती। आमे जेतेबेले 65 रु 67 गीत प्रति दृष्टि देउ दाऊद प्रार्थना करूनाहांती, से प्रचार करूनाहांती कि साहाय्य निमंते क्रंदन करूनाहांती। से ईश्वर को महानता को प्रकाश करूछंती, ईश्वर को प्रशंसा करूछंती। ईश्वर जे प्रार्थना सुनंती, आम आवश्यकता पूर्ण करंती, आम भार बहन करंती, सेथिबाई तांको प्रशंसा करूछंती। से तांको गौरव करूछंती। ईश्वर को महानता तांको दया और तांको शक्ति को प्रकाश करूछंती। ईश्वर आमको आशीर्वाद करंती, उच्च स्वर रे तांको प्रशंसा करूछंती। आमे एठारे तांको आत्मिक यात्रा प्रति दृष्टि दउछु, किपरि गोटे स्तररू अन्य स्तर को से जाउछंती। जदि आमे आत्मिक जीवन रे वृद्धि पाउछु तेबे आम माने प्रार्थनारू प्रशंसा करिबा आवश्यक। जीवन रो आरंभ रु शेष जाए आमे कोन प्रार्थना करूछु कि बा ईश्वर को उपासना करूछु। आसंतु ए संपर्क रे अधिक आलोचना करिबा पूर्वरु एक भक्तिमूलक गीत सुनिबा। स्थान रे शयन करांती, स्थिर जल पाखे पाखे कढ़ाई नियंती। से मोर प्राण को सुस्थ करंती, धर्म पथे मते बढ़ाई नियंती। सदा प्रभु मोर प्रतिपालक, सदा प्रभु मोर प्रिय पालक।
ମୃତ୍ୟୁ ଛାୟା ପଥରେ କରିଲେ ଗମନ ଆପଦକୁ କେବେ ହେଲେ କରିବିନି ଭୟ ମୃତ୍ୟୁ ଛାୟା ପଥରେ କରିଲେ ଗମନ ଆପଦକୁ କେବେ ହେଲେ କରିବିନି ଭୟ ତୁମେ ସହବର୍ତ୍ତୀ ତୁମେ ମୋର ସାଥୀ ସାନ୍ତ୍ୱନା ମୋହର ପ୍ରଭୁ ତୁମ ଯଷ୍ଟି ସଦା ପ୍ରଭୁ ମୋର ପ୍ରତିପାଳକ ସଦା ପ୍ରଭୁ ମୋର ପ୍ରିୟ ପାଳକ ଶତ୍ରୁଗଣ ସମ୍ମୁଖେ ନିଜ ସଜାଇଛ ତୈଳ ଢାଳି ମସ୍ତକ ସିକ୍ତ କରିଅଛ ପାନ ପାତ୍ର ମୋର ଉଛୁଳି ପଡୁଛି ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗୀତ ସଂହିତାର 65 ପର୍ବରୁ ଆରମ୍ଭ କରି ଏହାର କିଛି ଅଂଶ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଗୀତଟି ଦାଉଦଙ୍କର ଗୀତ। ଏହା ଉଦ୍ଧାରର ଗୀତ ରୂପେ ପରିଚିତ, ଯାହାକି ଭାବାଣୀ ଆକାରରେ ସେହି ଭବିଷ୍ୟତରେ ଇସ୍ରାଏଲର ସୁରକ୍ଷାର ବିଷୟକୁ ପ୍ରକାଶ କରେ। ତେଣୁକରି ଏହାକୁ ସେହି 1000 ବର୍ଷର ଶାନ୍ତି ରାଜ୍ୟର ଗୀତ ବୋଲି ମଧ୍ୟ କୁହାଯାଏ। ପ୍ରେରିତ 3 ପର୍ବର 21 ପଦରେ ଲେଖା ଅଛି, ସମସ୍ତ ବିଷୟ ପୁନଃସ୍ଥାପନର ଯେଉଁ ସମୟର କଥା ଅତି ପ୍ରାଚୀନ କାଳରୁ ଈଶ୍ୱର ଆପଣା ପବିତ୍ର ଭାବାଦୀମାନଙ୍କ ମୁଖ ଦ୍ୱାରା କହିଅଛନ୍ତି, ସେହି ସମୟ ଉପସ୍ଥିତ ନ ହେବା ପର୍ଯ୍ୟନ୍ତ ତାହାଙ୍କୁ ନିଶ୍ଚୟ ସ୍ୱର୍ଗରେ ଗୃହୀତ ହେବାକୁ ହେବ। ତେବେ ସମସ୍ତ ବିଷୟ ପୁନଃସ୍ଥାପନର ଅର୍ଥ ନୁହେଁ ଯେ ପ୍ରତ୍ୟେକ ଉଦ୍ଧାର ପାଇବାକୁ ଯାଉଅଛନ୍ତି। ପ୍ରକୃତରେ ସମସ୍ତ ବିଷୟ କ'ଣ ଓ କେଉଁ ବିଷୟ ସବୁ ଉଦ୍ଧାରର ବିଷୟ ହେବାକୁ ଯାଉଅଛନ୍ତି, ସେହି ବିଷୟ ନେଇ ପ୍ରେରିତ ପାଉଲ ଯେତେବେଳେ ଫିଲିପିଓ 3 ପର୍ବର 8 ପଦରେ ପ୍ରକାଶ କରନ୍ତି, ସେତେବେଳେ ସେ ଏହିପରି କହନ୍ତି, ହଁ, ପ୍ରକୃତରେ ମୁଁ ମୋର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ। ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟ କଲି, ପୁଣି ସେହିସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ। ତାହେଲେ ସେ କ'ଣ ଏହି ଜଗତର ସମସ୍ତ ବିଷୟକୁ ବୋଲି ବୁଝନ୍ତି? ପ୍ରକୃତରେ ନୁହେଁ। ତେଣୁ ଏଠାରେ ସମସ୍ତ ବିଷୟ ବୋଲି ଯାହା କୁହାଯାଇଅଛି, ତାହାକୁ ସ୍ୱଳ୍ପ କରିଦିଆଯାଇଅଛି। ତେଣୁକରି ଏହି ଉଦ୍ଧାର ବିଷୟ ନେଇ ଈଶ୍ୱର ଆପଣା ପବିତ୍ର ଭାବାଦୀମାନଙ୍କ ମୁଖ ଦ୍ୱାରା ଯାହା କହିଅଛନ୍ତି, ତାହା ଇସ୍ରାଏଲର ଉଦ୍ଧାର ବିଷୟ ନେଇ ପ୍ରକାଶ କରେ। କିନ୍ତୁ ନଷ୍ଟକଳ୍ପ ମୃତମାନଙ୍କର ପରିବର୍ତ୍ତନ ବା ଉଦ୍ଧାର ବିଷୟ ନେଇ କୌଣସି ସ୍ଥାନରେ ଭାବଣୀ କରାଯାଏ ନାହିଁ। ଏହି 65 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ହେ ପରମେଶ୍ୱର, ସିଓନର ପ୍ରଶଂସା ତୁମ୍ଭର ଅପେକ୍ଷା କରେ ଓ ତୁମ୍ଭ ଉଦ୍ଦେଶ୍ୟରେ ମାନତ ପୂର୍ଣ୍ଣ କରାଯିବ। ଏହା ସ୍ୱର୍ଗୀୟ ସିଓନକୁ ପ୍ରକାଶ କରେ ନାହିଁ, ମାତ୍ର ଏହା ଏକ ଭୌଗୋଳିକ ସ୍ଥାନକୁ ପ୍ରକାଶ କରେ, ଯାହାକି ଏହି ପୃଥିବୀରେ ଅବସ୍ଥିତ। ତେଣୁକରି ଦାଉଦ ଯେତେବେଳେ ସିଓନ ବିଷୟ ନେଇ କହୁଅଛନ୍ତି, ସେ ସେହି ସିଓନକୁ ହିଁ ବୁଝନ୍ତି। ଏହାପରେ 4 ପଦରେ ଏହିପରି ଲେଖା ଅଛି, ତୁମେ ଯାହାକୁ ତୁମ ପ୍ରାଙ୍ଗଣରେ ବାସ କରିବା ପାଇଁ ମନୋନୀତ କର ଓ ଆପଣା ନିକଟକୁ ଆସିବାକୁ ଦିଅ, ସେ ଲୋକ ଧନ୍ୟ। ଆମ୍ଭେମାନେ ତୁମ୍ଭ ଗୃହର ଅର୍ଥାତ୍ ତୁମ୍ଭ ମନ୍ଦିରର ପବିତ୍ର ସ୍ଥାନର ଉତ୍ତମ ଦ୍ରବ୍ୟରେ ପରିତୃପ୍ତ ହେବା। ଉଦ୍ଧାରପ୍ରାପ୍ତ ଲୋକ ହିସାବରେ ସେମାନେ ସେମାନଙ୍କର ଆନନ୍ଦକୁ ପ୍ରକାଶ କରନ୍ତି। ଏହାପରେ 65 ପର୍ବର 9 ପଦରୁ 13 ପଦ ମଧ୍ୟରେ ଏହିପରି ଲେଖା ଅଛି,
ତୁମ୍ଭେ ପୃଥିବୀର ତତ୍ତ୍ୱାବଧାନ କରି ତହିଁରେ ଜଳସେଚନ କରିଥାଅ। ତୁମ୍ଭେ ତାହାକୁ ଅତିଶୟ ଧନାଢ଼୍ୟ କରିଥାଅ। ପରମେଶ୍ୱରଙ୍କ ନଦୀ ଜଳରେ ପରିପୂର୍ଣ୍ଣ। ତୁମ୍ଭେ ପୃଥିବୀକି ପ୍ରସ୍ତୁତ କଲା ଉତ୍ତାରେ ସେମାନଙ୍କୁ ଶସ୍ୟ ଯୋଗାଇ ଦେଇଥାଅ। ତୁମ୍ଭେ ବହୁଳ ରୂପେ ତାହାର ସିଆରରେ ଜଳସେଚନ କରିଥାଅ। ତୁମ୍ଭେ ତହିଁର ହିଡ଼ ସବୁ ସ୍ଥିର କରିଥାଅ। ତୁମ୍ଭେ ବୃଷ୍ଟିରେ ତାହାକୁ କୋମଳ କରିଥାଅ। ତୁମ୍ଭେ ତହିଁର ଅଙ୍କୁରକୁ ଆଶୀର୍ବାଦ କରିଥାଅ। ତୁମ୍ଭେ ଆପଣା ମଙ୍ଗଳ ଭାବରେ ବର୍ଷକୁ ମୁକୁଟ ପିନ୍ଧାଇଥାଅ ଓ ତୁମ୍ଭ ପଥ ସବୁ ପୁଷ୍ଟତା କ୍ଷରଣ କରେ। ତାହା ପ୍ରାନ୍ତରସ୍ଥ ଚରାସ୍ଥାନ ଉପରେ କ୍ଷରେ ଓ ଗିରିଗଣ ଆନନ୍ଦରୂପ କଟିବନ୍ଧନ ପାଆନ୍ତି। ଚରାସ୍ଥାନ ସବୁ ମେଷପଲରେ ଭୂଷିତ ହୁଅନ୍ତି। ମଧ୍ୟ ଉପତ୍ୟକା ସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି। ସେମାନେ ଜୟଧ୍ୱନି କରନ୍ତି, ମଧ୍ୟ ସେମାନେ ଗାନ କରନ୍ତି। ଦେଖନ୍ତୁ, ପ୍ରତ୍ୟେକ ବିଷୟ ଗାନ କରନ୍ତି। ଏହା ସେହି 1000 ବର୍ଷର ଶାନ୍ତି ରାଜ୍ୟର ଏକ ସୁନ୍ଦର ପ୍ରତିଛବି, ଯେତେବେଳେ କି ମରୁଭୂମି ଗୋଲାପ ଫୁଲ ପରି ପ୍ରସ୍ଫୁଟିତ ହେବ ଓ ପୃଥିବୀ ଶାନ୍ତିପ୍ରାପ୍ତ ହେବ। ଆସନ୍ତୁ ଏହାପରେ 66ଟି ଗୀତ ମଧ୍ୟକୁ ଯିବା। ତେବେ ଏହି ଗୀତକୁ କ'ଣ ଦାଉଦ ଲେଖିଥିଲେ? ଏହା ସ୍ପଷ୍ଟ ଭାବେ ପ୍ରକାଶ କରାଯାଇ ନାହିଁ, ମାତ୍ର ସେ ସମ୍ଭବତଃ ଲେଖିଥାଇପାରନ୍ତି। ଏହି ଗୀତର କୌଣସି ଐତିହାସିକ ପୃଷ୍ଠଭୂମି ପ୍ରକାଶ କରାଯାଇ ନାହିଁ, ମାତ୍ର ଅନେକ ଏହି ଲେଖାରୁ ଅନୁମାନ କରନ୍ତି ଯେ ଦାଉଦ ସମ୍ଭବତଃ ଏହି ଗୀତର ଲେଖକ। ଏହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶଂସା ତଥା ଉପାସନାର ଗୀତ। ତେବେ ଦେଖନ୍ତୁ, 66ଟି ପର୍ବର ପ୍ରଥମ ପଦରୁ 8 ପଦ ମଧ୍ୟରେ ଏହିପରି ଲେଖା ଅଛି: ହେ ସମୁଦାୟ ପୃଥିବୀ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର, ତାହାଙ୍କ ନାମର ମହିମା କୀର୍ତ୍ତନ କର, ତାହାଙ୍କ ପ୍ରଶଂସାକୁ ଗୌରବାନ୍ୱିତ କର। ପରମେଶ୍ୱରଙ୍କୁ କୁହ, ତୁମ କର୍ମସକଳ କିପରି ଭୟଙ୍କର। ତୁମ ପରାକ୍ରମର ମହତ୍ତ୍ୱ ଦ୍ୱାରା ତୁମ ଶତ୍ରୁଗଣ ଆପେ ତୁମ୍ଭର ବଶୀଭୂତ ହେବେ। ସମୁଦାୟ ପୃଥିବୀ ତାହାଙ୍କୁ ପ୍ରଣାମ କରିବେ ଓ ତୁମ୍ଭ ଉଦ୍ଦେଶ୍ୟରେ ଗାନ କରିବେ। ସେମାନେ ତୁମ୍ଭ ନାମ କୀର୍ତ୍ତନ କରିବେ। ଆସ ଓ ପରମେଶ୍ୱରଙ୍କ କ୍ରିୟା ସକଳ ଦେଖ। ମନୁଷ୍ୟ ସନ୍ତାନଗଣ ପ୍ରତି ଆପଣା କ୍ରିୟାରେ ସେ ଭୟଙ୍କର ଅଟନ୍ତି। ସେ ସମୁଦ୍ରକୁ ଶୁଷ୍କ ଭୂମି କଲେ, ଲୋକମାନେ ନଦୀ ମଧ୍ୟ ଦେଇ ପାଦରେ ଗମନ କଲେ। ସେ ସ୍ଥାନରେ ଆମ୍ଭେମାନେ ତାହାଙ୍କଠାରେ ଆନନ୍ଦ କଲୁ। ସେ ଆପଣା ପରାକ୍ରମରେ ଅନନ୍ତକାଳ କର୍ତ୍ତୃତ୍ୱ କରନ୍ତି। ତାହାଙ୍କ ଚକ୍ଷୁ ଗୋଷ୍ଠୀ ସମୂହକୁ ନିରୀକ୍ଷଣ କରେ। ବିଦ୍ରୋହୀମାନେ ଆପଣାମାନଙ୍କୁ ଉନ୍ନତ ନ କରନ୍ତୁ। ହେ ଜନବୃନ୍ଦ, ତୁମେମାନେ ଆମମାନଙ୍କ ପରମେଶ୍ୱରଙ୍କର ଧନ୍ୟବାଦ କର ଓ ତାହାଙ୍କ ପ୍ରଶଂସା ଧ୍ୱନି ଶୁଣାଅ। ଏହି ଅଂଶ ସେହି ଭବିଷ୍ୟତ ପ୍ରତି ଦୃଷ୍ଟିପାତ କରେ, ଯେତେବେଳେ ଇସ୍ରାଏଲ ସେହି ପ୍ରତିଜ୍ଞାତ ଦେଶର ଅଧିକାରୀ ହେବେ। ଜିଜିକାଲ ଭବିଷ୍ୟତ ବକ୍ତା କହନ୍ତି ଯେ ସେହି ଦିନରେ ସେମାନେ ବଳିଦାନ ପ୍ରଭୃତି ଉତ୍ସର୍ଗ କରିବେ। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି, ପୁରାତନ ନିୟମରେ ସେମାନଙ୍କର ବଳିଦାନ ଯେପରି ଖ୍ରୀଷ୍ଟଙ୍କର ଆଗମନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା, ସେହିପରି ଭବିଷ୍ୟତରେ ସେମାନଙ୍କର ସେହି ଉତ୍ସର୍ଗୀକୃତ ବଳିଦାନ ଖ୍ରୀଷ୍ଟଙ୍କର ସେହି ଆଗମନକୁ ଫେରି ଚାହିଁବ। ପ୍ରତ୍ୟେକ ମେଷ ସେହି ଈଶ୍ୱରଙ୍କ ମେଷ ଶାବକଙ୍କ ପ୍ରତି ଦୃଷ୍ଟି କରି କହିବେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ, ଯେ କି ଜଗତର ପାପ ବହି ନେଇ ଯାଆନ୍ତି। ଆସନ୍ତୁ ଏହାପରେ 67ଟି ଗୀତ ମଧ୍ୟକୁ ଯିବା। ଏହି ଗୀତଟି ସେହି 1000 ବର୍ଷର ଶାନ୍ତି ରାଜ୍ୟ ନିମନ୍ତେ ଆଶୀର୍ବାଦ ଓ ପ୍ରଶଂସାର ବିଷୟକୁ ପ୍ରକାଶ କରେ। ଏହି ଗୀତଟି ଏହି ଜଗତ ନିମନ୍ତେ ଈଶ୍ୱରଙ୍କର ଶେଷ ତଥା ଅନ୍ତିମ ଉଦ୍ଦେଶ୍ୟ ଓ ଅଭିମତକୁ ପ୍ରକାଶ କରେ। ଏହି ଗୀତଟି ଛୋଟ ଭାବବାଣୀୟ ଗୀତମାନଙ୍କ ମଧ୍ୟରୁ ଏକ ଗୀତ। ଏହାର କେବଳ 7ଟି ପଦ ରହିଅଛି। ତେଣୁକରି ଏଥିରୁ ଅନୁମିତ ହୁଏ ଯେ ଧର୍ମଶାସ୍ତ୍ରରେ 7 ସଂଖ୍ୟାର ଏକ ଅର୍ଥ ରହିଅଛି। ତେବେ ଏହି ନମ୍ବର ଯେତେ ଦୂର ସିଦ୍ଧତାକୁ ପ୍ରକାଶ କରେ ନାହିଁ, ମାତ୍ର ସମ୍ପୂର୍ଣ୍ଣତାକୁ ପ୍ରକାଶ କରେ। ଏହି ଗୀତଟି ହେଉଛି ସେହି 1000 ବର୍ଷ ରାଜ୍ୟର ଏକ ଗୀତ। ତେବେ ଅନେକ ଯଦିଓ ଏହାକୁ ମିଶନେରୀ ଗୀତ ସହିତ ସମାନ କରିଦିଅନ୍ତି, ମାତ୍ର ଏହା ଏକ ମିଶନେରୀ ଗୀତ ନୁହେଁ। ପ୍ରକୃତରେ ଏହି ଗୀତରେ ମଣ୍ଡଳୀର ଦୃଶ୍ୟ ଦେଖିବାକୁ ମିଳେ ନାହିଁ। ତେବେ ଏକ ରୂପକ ଅର୍ଥରେ ବା ସାଙ୍କେତିକ ଚିହ୍ନ ବ୍ୟତୀତ ମୁଁ ବିଶ୍ୱାସ କରେ ନାହିଁ ଯେ ଆମେ ଗୀତ ସଂହିତାରେ ମଣ୍ଡଳୀର ଦୃଶ୍ୟକୁ ଲକ୍ଷ୍ୟ କରିବାକୁ ପାରୁ। ଉଦାହରଣ ସ୍ୱରୂପେ ଆମେ ଗୀତ 45ରେ ଓଫରୀୟ ସୁବର୍ଣ୍ଣରେ ଭୂଷିତା ରାଣୀକୁ ଲକ୍ଷ୍ୟ କରିବାକୁ ପାରୁ। ଏହା ହେଉଛି ପ୍ରଭୁ ଯୀଶୁଙ୍କ ସହିତ ମଣ୍ଡଳୀର ଛବି ଯେତେବେଳେ ସେ ପୃଥିବୀ ଉପରେ ରାଜତ୍ୱ କରିବେ। ତେବେ ଗୀତ 67ଟି ହେଉଛି ଏକ ଭାବବାଣୀୟ ଗୀତ। ଏହା ଏହି ଯୁଗର ଆଗକୁ ସେହି 1000 ବର୍ଷର ଶାନ୍ତି ରାଜ୍ୟ ପ୍ରତି ଦୃଷ୍ଟି କରେ। ସେହି 1000 ବର୍ଷର ଶାନ୍ତି ରାଜ୍ୟ ସମୟରେ ଆପଣ ଏକ ପରିବର୍ତ୍ତିତ ଜଗତକୁ ଲକ୍ଷ୍ୟ କରିବେ ବା ଏକ ନବରୂପ ଜଗତକୁ ଲକ୍ଷ୍ୟ କରିବାକୁ ପାରିବେ।
ଏକ ଜଗତ ଯେଉଁ ଜଗତରେ ଈଶ୍ୱର ଆମମାନଙ୍କୁ ଆଶୀର୍ବାଦ କରିବେ ଓ ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ତାହାଙ୍କୁ ଭୟ କରିବେ, କାରଣ ଅଭିଶାପ ଦୂରେଇଯିବ ଆଉ ଆମେମାନେ ପ୍ରଶଂସାର ଗୀତ ଗାଇବା ନିମନ୍ତେ ସମର୍ଥ ହୋଇପାରିବା। ଏପରିକି ମୁଁ ମଧ୍ୟ ସେହି ହାଲେଲୁୟା ପ୍ରଶଂସାର ଗୀତ ଗାଇବା ନିମନ୍ତେ ସମର୍ଥ ହେବି। ଧର୍ମଶାସ୍ତ୍ରକୁ ବୁଝିବା ନେଇ ଆମକୁ ଦୁଇଟି ବିଷୟ ମନେ ରଖିବାକୁ ହେବ। ସମସ୍ତ ଶାସ୍ତ୍ର ଆମମାନଙ୍କ ନିମନ୍ତେ ଅଟେ, କିନ୍ତୁ ସମସ୍ତ ଶାସ୍ତ୍ର ଆମମାନଙ୍କ ପ୍ରତି ନୁହେଁ। ଏହି ଗୀତଟି ଆମମାନଙ୍କ ନିମନ୍ତେ ଅଟେ, କିନ୍ତୁ ଆମମାନଙ୍କ ପ୍ରତି ନୁହେଁ। ଆଉ ଏହା ଆମମାନଙ୍କୁ ପ୍ରଚାର କାର୍ଯ୍ୟର ଦୃଷ୍ଟିକୋଣ ପ୍ରଦାନ କରେ। ତେବେ ଭାଷାନ୍ତର ହେଉଛି ନିଶ୍ଚିତ ବା ମୂଳ ବିଷୟ। ତାହା ହେଉଛି ଶାସ୍ତ୍ର ଗୋଟିଏ ବିଷୟ ବୁଝେ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସୂର୍ଯ୍ୟ ତଳେ ଥିବା ପ୍ରତ୍ୟେକ ବିଷୟକୁ ଏହା ଗୋଟିଏ ବିଷୟ ବୋଲି ବୁଝେ। ମାତ୍ର ସେଥିରୁ ମଧ୍ୟ ଏକ ଶିକ୍ଷା ମିଳିପାରିବ, ଆଉ ସେହି ଶିକ୍ଷା ପ୍ରସାରଣଶୀଳ ହୋଇପାରେ, ଯଦିଓ ଏହା ଭାଷାନ୍ତର ଉପରେ ପର୍ଯ୍ୟବେସିତ ହେବା ଉଚିତ, ଯାହାକି ସଠିକ୍ ହେବାକୁ ଯାଉଅଛି। ଶାସ୍ତ୍ରକୁ ମଧ୍ୟ ଏକ ସଠିକ୍ ଖାପରେ ପକାଇବାକୁ ପଡ଼ିଥାଏ, ଯାହାକୁ କି ଭାଷାନ୍ତର ବୋଲି କୁହାଯାଏ। ତାପରେ ଏହାକୁ ଅନୁଭୂତିର ଅଙ୍ଗୁଳି ମଧ୍ୟରେ ପୂରାଇବାକୁ ପଡ଼ିଥାଏ, ଆଉ ତାହା ହେଉଛି ଶିକ୍ଷା। ଜଣେ ଏପରି କହନ୍ତି, ଯଦି ଜୋତା ଆପଣଙ୍କ ପାଦକୁ ଖାପ ଖାଉଛି ତାହେଲେ ପିନ୍ଧନ୍ତୁ। ଆପଣ ଯଦି ଗୀତଗୁଡ଼ିକ ମଧ୍ୟରୁ କୌଣସି ଏକ ଗୀତକୁ ପସନ୍ଦ କରନ୍ତି ଓ ଏହା ଆପଣଙ୍କ ହୃଦୟରେ କଥା କହେ, ତାହେଲେ ତହିଁରେ ଆପଣଙ୍କ ଜୀବନ ନିମନ୍ତେ କିଛି ଶିକ୍ଷା ରହିଅଛି। ଉଦାହରଣ ସ୍ୱରୂପ ପ୍ରକାଶିତ ବାକ୍ୟରେ ପ୍ରଭୁ ଯୀଶୁ ଏସିଆର ସପ୍ତମଣ୍ଡଳୀକୁ କହିଥିଲେ। ତାଙ୍କର ସେହି ସମ୍ବାଦ ଆଞ୍ଚଳିକ ପରିସ୍ଥିତିକୁ ନେଇ ଉଦ୍ଦିଷ୍ଟ ଥିଲା। ସେହି ସମ୍ବାଦର ଆଞ୍ଚଳିକ ଭାଷାନ୍ତର ଓ ଆଞ୍ଚଳିକ ଶିକ୍ଷା ରହିଥିଲା। ସେ ତାହାଙ୍କର ସେହି ସମ୍ବାଦକୁ ଏହିପରି କହି ସମାପ୍ତ କଲେ, ଯାହାର କର୍ଣ୍ଣ ଅଛି ସେ ଶୁଣୁ। ସେହି ବାକ୍ୟ ଯେଉଁମାନଙ୍କର କର୍ଣ୍ଣ ଅଛି ସେମାନଙ୍କ ପ୍ରତି ଉଦ୍ଦିଷ୍ଟ। ଆପଣଙ୍କର ଯଦି କର୍ଣ୍ଣ ଅଛି, ସେ ମଧ୍ୟ ଆପଣଙ୍କୁ କହୁଅଛନ୍ତି। ପ୍ରକାଶିତ ବାକ୍ୟ 3 ପର୍ବର 13 ପଦରେ ଲେଖା ଅଛି, ମଣ୍ଡଳୀଗଣକୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। ତେଣୁକରି 7ଟି ଯାକ ମଣ୍ଡଳୀ ନିମନ୍ତେ ଯେଉଁ ସମ୍ବାଦ ରହିଅଛି, ସେହି ସମ୍ବାଦଗୁଡ଼ିକ ମଧ୍ୟରୁ ଆମମାନଙ୍କର ଜୀବନ ନିମନ୍ତେ ମଧ୍ୟ ଶିକ୍ଷା ରହିଅଛି। ତେବେ ଗୀତ 67 ଏକ ମିଶନେରୀ ଗୀତ ନୁହେଁ, ଯାହାକି ଏଠାରେ ମୁଁ ପୁଣି ଥରେ କହେ। ଆସନ୍ତୁ ବର୍ତ୍ତମାନ ଏହି ଗୀତର କେତେକ କୌତୂହଳପୂର୍ଣ୍ଣ ବିଷୟକୁ ସଂକ୍ଷେପରେ ଚିନ୍ତା କରିବା। ଏହି ଗୀତରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ ଏହା 3 ଥର ବ୍ୟବହୃତ ହୋଇଅଛି। ତୁମ୍ଭର ପ୍ରଶଂସା କରନ୍ତୁ 4 ଥର ପୁନରାବୃତ୍ତି କରାଯାଇଅଛି। 3 ଜଣ ବ୍ୟକ୍ତି ଅଥବା ଜଳ ବିଷୟ ନେଇ ଉଲ୍ଲେଖ ହୋଇଅଛି। ପ୍ରଥମରେ 15 ଥର ଈଶ୍ୱରଙ୍କୁ ଦର୍ଶାଯାଇଅଛି, ଆଉ ସେଠାରେ ତ୍ରିବିଧ ଈଶ୍ୱରଙ୍କୁ ଲକ୍ଷ୍ୟ କରୁ, ଅର୍ଥାତ୍ ପିତା, ପୁତ୍ର ଓ ପବିତ୍ର ଆତ୍ମା। ଦ୍ୱିତୀୟରେ ଇସ୍ରାଏଲ ଜାତି, ଯାହାକି ଏଠାରେ ଆମମାନଙ୍କୁ ବୋଲି ଉଲ୍ଲେଖ ହୋଇଅଛି, ଯାହାକି 6 ଥର ଉଲ୍ଲେଖ ହୋଇଅଛି। ସେହିପରି ଗୋଷ୍ଠୀୟମାନେ, ଏହି ଶବ୍ଦଟି 9 ଥର ଉଲ୍ଲେଖ ହୋଇଅଛି, ଆଉ ତାହାର ଅର୍ଥ ହେଉଛି ବିଦେଶୀୟମାନେ, ଭିନ୍ନ ଭିନ୍ନ ଲୋକମାନେ ତଥା ଜାତିମାନେ, ସମାଜର ବିଭିନ୍ନ ଶ୍ରେଣୀ ଓ ଆପଣ ତଥା ମୁଁ। ତେବେ ଆସନ୍ତୁ ଏହି 67 ଗୀତ ମଧ୍ୟକୁ ଯିବା। 67 ଗୀତର ପ୍ରଥମ ପଦରେ ଏହିପରି ଲେଖା ଅଛି, ପରମେଶ୍ୱର ଆମମାନଙ୍କୁ ଦୟା କରନ୍ତୁ ଓ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ ଓ ଆମମାନଙ୍କ ପ୍ରତି ଆପଣା ମୁଖ ପ୍ରସନ୍ନ କରନ୍ତୁ। ଏହି ପଦଟି ତ୍ରିବିଧ ଈଶ୍ୱରଙ୍କୁ ଉପସ୍ଥାପିତ କରେ। ଏହା ମଧ୍ୟ ସେହି ପ୍ରାନ୍ତର ଯାତ୍ରା ନିମନ୍ତେ ଈଶ୍ୱର ଇସ୍ରାଏଲକୁ ପ୍ରସ୍ତୁତ କରିବା ବେଳେ ଯେଉଁ ତ୍ରିବିଧ ଈଶ୍ୱରୀୟ ଆଶୀର୍ବାଦ ପ୍ରଦାନ କରିଥିଲେ, ସେହି ବିଷୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ, ଯାହାକି ଗଣନା 6 ପର୍ବର 24ରୁ 26 ପଦ ମଧ୍ୟରେ ପ୍ରକାଶ କରାଯାଇଅଛି। ସେଠାରେ ଏହିପରି ଲେଖା ଅଛି, ସଦାପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ ଓ ତୁମକୁ ରକ୍ଷା କରନ୍ତୁ, ଯାହାକି ପିତା ଈଶ୍ୱରଙ୍କୁ ପ୍ରକାଶ କରେ। ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖର ତେଜ ପ୍ରକାଶ କରନ୍ତୁ ଓ ତୁମକୁ ଅନୁଗ୍ରହ କରନ୍ତୁ, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରକାଶ କରେ। ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖ ଉଠାଉନ୍ତୁ ଓ ତୁମକୁ ଶାନ୍ତି ଦେଉନ୍ତୁ, ଯାହାକି ପବିତ୍ର ଆତ୍ମାଙ୍କୁ ପ୍ରକାଶ କରେ। ଯେପରିକି ଆମେ ପୂର୍ବରୁ ଲକ୍ଷ୍ୟ କରିଅଛୁ, ଇସ୍ରାଏଲର କେତେକ ଶିକ୍ଷକମାନେ ଈଶ୍ୱରଙ୍କ ମୁଖକୁ ମସିହ ରୂପେ ଦର୍ଶାନ୍ତି, ଆଉ ଏ ହେଉଛନ୍ତି ସେହି ମସିହ ଯେ କି ଯୀଶୁଖ୍ରୀଷ୍ଟ, ପୁତ୍ର ଈଶ୍ୱର, ଆମମାନଙ୍କର ଉଦ୍ଧାରକର୍ତ୍ତା। ତେଣୁକରି ଏଠାରେ 3ଟି ଆଶୀର୍ବାଦର ବିଷୟ ରହିଅଛି, ପିତା ଈଶ୍ୱର, ପୁତ୍ର ଈଶ୍ୱର ଓ ପବିତ୍ର ଆତ୍ମା ଈଶ୍ୱର। ଏହି ଆଶୀର୍ବାଦର ଉପସଂହାର ଆମେ ଗଣନା 6 ପର୍ବର 27 ପଦରେ ଲକ୍ଷ୍ୟ କରିବାକୁ ପାରୁ। ସେଠାରେ ଲେଖା ଅଛି, ଏହି ରୂପେ ସେମାନେ ଇସ୍ରାଏଲ ସନ୍ତାନଗଣ ଉପରେ ଆମ୍ଭର ନାମ ରଖିବେ, ତହିଁରେ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା। ତେଣୁ ଏହି ଗୀତରେ ଆମେ
ତ୍ରିବିଧ ଈଶ୍ୱରୀୟ ଆଶୀର୍ବାଦର ବିଷୟକୁ ଲକ୍ଷ୍ୟ କରୁଅଛୁ, ଯାହାର ସଫଳତା ସେହି ଆଗାମୀ 1000 ବର୍ଷର ଶାନ୍ତି ରାଜ୍ୟ ମଧ୍ୟରେ ଘଟିବ। 67 ପର୍ବର 2 ପଦରେ ଲେଖା ଅଛି, ତହିଁରେ ପୃଥିବୀରେ ତୁମ୍ଭର ପଥ ଓ ସମୁଦାୟ ଗୋଷ୍ଠୀ ମଧ୍ୟରେ ତୁମ୍ଭର ପରିତ୍ରାଣ ଜଣାଯିବ। ଯେଉଁଦିନ ପର୍ଯ୍ୟନ୍ତ ଇସ୍ରାଏଲ୍ ସମ୍ପୂର୍ଣ୍ଣ ଭାବେ ସେମାନଙ୍କ ସେହି ପ୍ରତିଜ୍ଞାତ ଦେଶକୁ ଫେରିଯାଇନାହାନ୍ତି, ସେ ପର୍ଯ୍ୟନ୍ତ ପୃଥିବୀ ନିମନ୍ତେ ଆଶୀର୍ବାଦ ବର୍ତ୍ତିବ ନାହିଁ। ମୁଁ ଭାବୁନାହିଁ ଯେ ସେମାନେ ଏପର୍ଯ୍ୟନ୍ତ ସେହି ଦେଶର ଅଧିକାରୀ ହୋଇପାରିଛନ୍ତି, ମାତ୍ର ସେମାନେ ସେହିଦିନ ତାହା ସମ୍ପୂର୍ଣ୍ଣ ରୂପେ ଅଧିକାର କରିପାରିବେ ଓ ଆନନ୍ଦ ଉଲ୍ଲାସ କରିବେ, ଯେଉଁଦିନ ପ୍ରଭୁ ସେମାନଙ୍କୁ ନେଇ ତହିଁରେ ବସବାସ କରାଇବେ। ଆଉ ତାହା ସେହି 1000 ବର୍ଷର ଶାନ୍ତିରାଜ୍ୟ ସମୟକୁ ଦର୍ଶାଏ, ଯାହାକି ଯିଶାୟ 49 ପର୍ବର 13 ପଦରେ ଲେଖା ଅଛି। ହେ ଆକାଶମଣ୍ଡଳ ଗାନ କର, ହେ ପୃଥିବୀ ଉଲ୍ଲସିତ ହୁଅ, ହେ ପର୍ବତମାଳ ଉଚ୍ଚ ସ୍ୱରରେ ଗାନ କର, କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି ଓ ଆପଣାର କ୍ଲିଷ୍ଟ ଲୋକମାନଙ୍କୁ କରୁଣା କରିବେ। ଏହାପରେ 14-16 ପଦରେ ସେ ଆହୁରି କହନ୍ତି, ମାତ୍ର ସିଓନ କହିଲା, ସଦାପ୍ରଭୁ ମୋତେ ତ୍ୟାଗ କରିଅଛନ୍ତି, ପ୍ରଭୁ ମୋତେ ପାଶୁରି ଅଛନ୍ତି। ସ୍ତ୍ରୀ ଲୋକ ଆପଣା ଗର୍ଭଜାତ ପୁତ୍ରକୁ ସ୍ନେହ ନ କରି କି ଆପଣା ସ୍ତନ୍ୟପାୟୀ ଶିଶୁକୁ ପାଶୁରି ପାରିବ? ହଁ, ଏମାନେ ପାଶୁରି ପାରନ୍ତି, ତଥାପି ଆମ୍ଭେ ତୁମକୁ ପାଶୁରିବା ନାହିଁ। ଦେଖ, ଆମ୍ଭେ ଆପଣା ହସ୍ତଦ୍ୱୟର ପାପୁଲିରେ ତୁମ୍ଭର ଆକୃତି ଲେଖିଅଛୁ, ତୁମ୍ଭର ପ୍ରାଚୀର ସର୍ବଦା ଆମ୍ଭ ସମ୍ମୁଖରେ ଅଛି। ତାହା ହିଁ ଈଶ୍ୱର ଆପଣା ଲୋକ ଇସ୍ରାଏଲ୍ ବିଷୟ ନେଇ ପ୍ରକାଶ କରନ୍ତି, ଆଉ ସେ ଯାହା କହିଅଛନ୍ତି ତାହା ସାଧନ କରିବା ନିମନ୍ତେ ଯାଉଅଛନ୍ତି। ତାହା ହିଁ ଇସ୍ରାଏଲ୍ ବିଷୟ ନେଇ ଈଶ୍ୱର ପ୍ରକାଶ କରନ୍ତି। ଏହାପରେ 3 ଓ 4 ପଦରେ ଏହିପରି ଲେଖା ଅଛି, ହେ ପରମେଶ୍ୱର, ଗୋଷ୍ଠୀୟ ଗଣ ତୁମ୍ଭର ପ୍ରଶଂସା କରନ୍ତୁ, ଯାବତୀୟ ଗୋଷ୍ଠୀ ତୁମର ପ୍ରଶଂସା କରନ୍ତୁ। ଦେଶୀୟମାନେ ଆହ୍ଲାଦିତ ହୁଅନ୍ତୁ ଓ ଆନନ୍ଦ ସକାଶୁ ଗାନ କରନ୍ତୁ, କାରଣ ତୁମ୍ଭେ ନ୍ୟାୟରେ ଗୋଷ୍ଠୀ ବର୍ଗର ବିଚାର କରିବ ଓ ପୃଥିବୀରେ ଦେଶୀୟମାନଙ୍କୁ ଶାସନ କରିବ। ଏହା ଏକ ଚମତ୍କାର ପ୍ରତିଜ୍ଞା, ଯାହାକି ଈଶ୍ୱର ଅବ୍ରାହମକୁ ପ୍ରଦାନ କରିଥିଲେ, ଯାହା ଆମେ ଆଦିପୁସ୍ତକ 12 ପର୍ବର ପ୍ରଥମ 3 ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁ। ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ। ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାଙ୍କର ଏହି ଜଗତକୁ ପ୍ରଥମ ଆଗମନରେ ସ୍ପଷ୍ଟ କରିଦେଇଥିଲେ ଯେ ପରିତ୍ରାଣ ଜିହୁଦୀୟମାନଙ୍କର, ମାତ୍ର ତାହାଙ୍କର ଦ୍ୱିତୀୟ ଆଗମନ ସମୟରେ ଜଗତ ପରିବର୍ତ୍ତିତ ହେବ। ପରିତ୍ରାଣର ସବୁଠାରୁ ମହାନ ବିଷୟ ବା ମହାନ ସମୟ ଭବିଷ୍ୟତରେ ହେବ। ଏହା ଏପର୍ଯ୍ୟନ୍ତ ମଧ୍ୟ ସଫଳ ହୋଇନାହିଁ, ମାତ୍ର ସେହି 1000 ବର୍ଷର ଶାନ୍ତିରାଜ୍ୟ ମଧ୍ୟରେ ତାହା ବାସ୍ତବରେ ସଫଳ ହେବାକୁ ଯାଉଅଛି, ଯାହାକି ଯିଶାୟ 66 ପର୍ବର 19 ପଦରେ ଲେଖା ଅଛି। ପୁଣି ଆମ୍ଭେ ସେମାନଙ୍କ ମଧ୍ୟରେ ଏକ ଚିହ୍ନ ସ୍ଥାପନ କରିବା ଓ ସେମାନଙ୍କ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ଆମ୍ଭେ ନାନା ଦେଶୀୟମାନଙ୍କ ନିକଟକୁ ତର୍ସିସ୍, ପୁଲ ଓ ଲୁଦ, ଯେଉଁମାନେ ଧନୁର୍ଦ୍ଧର, ତୁବଲ ଓ ଯବନ ଇତ୍ୟାଦି ଯେଉଁ ଦୂରସ୍ଥ ଦ୍ୱୀପଗଣ ଆମ୍ଭର ସୁଖ୍ୟାତି ବିଷୟ କେବେ ଶୁଣି ନାହାନ୍ତି କିମ୍ବା ଆମ୍ଭର ପ୍ରତାପ ଦେଖି ନାହାନ୍ତି, ସେମାନଙ୍କ ନିକଟକୁ ପ୍ରେରଣ କରିବା ଓ ସେମାନେ ନାନା ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ମହିମା ପ୍ରକାଶ କରିବେ। ଦିନ ଆସୁଅଛି ଯେତେବେଳେ କି ସମଗ୍ର ଜଗତ ପରିବର୍ତ୍ତିତ ହେବ। ଦେଖନ୍ତୁ 5 ପଦରେ ଏହିପରି ଲେଖା ଅଛି, ହେ ପରମେଶ୍ୱର, ଗୋଷ୍ଠୀମାନେ ତୁମ୍ଭର ପ୍ରଶଂସା କରନ୍ତୁ, ଯାବତୀୟ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ। ଈଶ୍ୱରଙ୍କର ଲକ୍ଷ୍ୟ କ'ଣ? ଏହା କ'ଣ ତାହା ଯେ ଆମେ ଇସ୍ରାଏଲ୍କୁ ସେହି ପ୍ରତିଜ୍ଞାତ ଦେଶକୁ ଫେରାଇ ଆଣିବା? ଏହା କିନ୍ତୁ ପ୍ରକୃତରେ ମୂର୍ଖତାର ବିଷୟ ହେବ ଯଦି ଆମେ ସେମାନଙ୍କୁ ସେହି ଦେଶ ମଧ୍ୟକୁ ଫେରାଇ ଆଣିବା ନିମନ୍ତେ ଆଗ୍ରହ ପ୍ରକାଶ କରୁ। କାରଣ ରୋମିଓ 11 ପର୍ବର 25 ପଦରେ ଅତି ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଅଛି ଯେ, କାରଣ ହେ ଭାଇମାନେ, ତୁମାନେ ଯେପରି ଆପଣା ଆପଣାକୁ ବୁଦ୍ଧିମାନ ବୋଲି ମନେ ନ କର, ଏଥିନିମନ୍ତେ ତୁମେମାନେ ଯେ ଏହି ନିଗୁଢ଼ ତତ୍ତ୍ୱ ସମ୍ବନ୍ଧରେ ଅଜ୍ଞ ନୁହ, ଏହା ମୋର ଇଚ୍ଛା ନୁହେଁ। ଅର୍ଥାତ୍ ଯେପର୍ଯ୍ୟନ୍ତ ବିଜାତିମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରିନାହାନ୍ତି, ସେ ପର୍ଯ୍ୟନ୍ତ ଇସ୍ରାଏଲ୍ ଅଂଶକ୍ରମେ କଠିନ ହୋଇଅଛି। କେତେ ପର୍ଯ୍ୟନ୍ତ? ତେବେ ପ୍ରିୟ ବନ୍ଧୁ, ଯେପର୍ଯ୍ୟନ୍ତ ବିଜାତିମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରିନାହାନ୍ତି, ସେ ପର୍ଯ୍ୟନ୍ତ ଇସ୍ରାଏଲ୍ ଅଂଶକ୍ରମେ କଠିନ ହୋଇଅଛି, ଯାହାକି ରୋମିଓ 11 ପର୍ବର 25 ପଦରେ ପ୍ରେରିତ ପାଉଲ ସ୍ପଷ୍ଟ କରିଦିଅନ୍ତି। ଆଉ ତାହା ଏପର୍ଯ୍ୟନ୍ତ ଘଟି ନାହିଁ, କିନ୍ତୁ ଏହା ସେହି 1000 ବର୍ଷର ଶାନ୍ତିରାଜ୍ୟ ସମୟରେ ଘଟିବାକୁ ଯାଉଅଛି। ସେମାନେ ପରିବର୍ତ୍ତିତ ହୋଇ ଈଶ୍ୱରଙ୍କର ପ୍ରଶଂସା କରିବେ। ଏହାପରେ 6 ପଦରେ ଲେଖା ଅଛି, ପୃଥିବୀ ନିଜ ଫଳ ଉତ୍ପନ୍ନ କରିଅଛି, ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ କରିବେ। ଦେଖନ୍ତୁ, ସେହି ପାପର ଅଭିଶାପ ପୃଥିବୀ ମଧ୍ୟରୁ ଦୂର ହୋଇଯିବ, ଆଉ ପୃଥିବୀ ନିଜ ଫଳ ଉତ୍ପନ୍ନ କରିବ। ଏହାପରେ 7 ପଦରେ ଲେଖା ଅଛି, ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ କରିବେ
ପୁଣି ପୃଥିବୀର ସମସ୍ତ ପ୍ରାନ୍ତ ତାହାଙ୍କୁ ଭୟ କରିବେ। ପ୍ରଚାର କାର୍ଯ୍ୟ ଫଳ ପ୍ରଦର୍ଶନ କରେ, କିନ୍ତୁ ତାହା ମୁଖ୍ୟ ବିଷୟ ନୁହେଁ। ତେବେ ଆଉ କେହି କହିପାରନ୍ତି ଯେ ଆମମାନେ ପ୍ରତ୍ୟେକଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ଉଚିତ, ଯେପରି ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଜ୍ଞାକୁ ପାଳନ କରିପାରୁ। ସେହିସବୁ ଆମମାନଙ୍କ ପ୍ରତି ଆଦେଶ। ଆମମାନଙ୍କୁ ପ୍ରତ୍ୟେକଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଅଛି। ଆମମାନଙ୍କୁ ପ୍ରତ୍ୟେକଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟକୁ ପହଞ୍ଚାଇବାକୁ ଅଛି। ମନୁଷ୍ୟର ପ୍ରଧାନ ଲକ୍ଷ୍ୟ କ'ଣ? ମନୁଷ୍ୟର ପ୍ରଧାନ ଲକ୍ଷ୍ୟ ହେଉଛି ଈଶ୍ୱରଙ୍କୁ ଗୌରବ ଦେବା ଓ ସଦାସର୍ବଦା ତାହାଙ୍କୁ ଉପଭୋଗ କରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ମୋର ବିଶ୍ୱାସ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ବୃଦ୍ଧି ପାଇଥିବେ। ଆମେ ଲକ୍ଷ୍ୟ କଲୁ ଯେ ଦାଉଦ ଈଶ୍ୱରଙ୍କୁ ଚିହ୍ନିଲା ପରେ ଉଚ୍ଚ ସ୍ୱରରେ ତାଙ୍କ ପ୍ରଶଂସା କରୁଛନ୍ତି, ତାଙ୍କ ଗୌରବ କରୁଛନ୍ତି। ଏହି ପ୍ରଶଂସା ଓ ଗୌରବ କରିବା ସମ୍ଭବପର ଯେତେବେଳେ ଆମେ ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ରୂପେ ଚିହ୍ନୁ ଓ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣୁ। ତାହା ହିଁ ଆମେ ଦାଉଦଙ୍କ ଜୀବନରେ ଦେଖିପାରିଥିଲୁ। ଈଶ୍ୱରଙ୍କ ଶକ୍ତି, ସାମର୍ଥ୍ୟ ଓ କାର୍ଯ୍ୟକୁ ଦାଉଦ ଜାଣିପାରିଥିଲେ। ତେଣୁ ତାଙ୍କୁ ପ୍ରଶଂସା କରୁଛନ୍ତି, ତାଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ଓ ପ୍ରଭୁଙ୍କୁ ଆଶୀର୍ବାଦ କରିବା ପାଇଁ କହୁଛନ୍ତି। କେବଳ ସେତିକି ନାହିଁ, ନିଜ ଓ ପ୍ରଭୁଙ୍କ ମଧ୍ୟରେ ସୀମିତ କିଛି ନଥିଲା, କାରଣ ସେ ଘୋଷଣା କରି କହୁଛନ୍ତି ଯେ ପ୍ରଭୁ ମହାନ ଅଟନ୍ତି। ଆମେ କ'ଣ ତାହା ଜାଣିପାରିଛୁ କି? ଆମେ କ'ଣ ପ୍ରଭୁ ଯେ ମହାନ ଅଟନ୍ତି ତାହା ଘୋଷଣା କରୁଛୁ କି? ଅନ୍ୟମାନଙ୍କୁ କହୁଛୁ କି? ଆମ କର୍ତ୍ତବ୍ୟ ହେଲା ଈଶ୍ୱରଙ୍କ ବିଷୟ ଅନ୍ୟମାନଙ୍କୁ କହିବା, ଯେପରି ସେମାନେ ଈଶ୍ୱରଙ୍କ ଆଶୀର୍ବାଦକୁ ଅନୁଭବ କରିବେ। ଆଜି ତ ଆମ ସମୟ ଶେଷ ହେଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ, କିନ୍ତୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ଦୟାଳୁ ମଙ୍ଗଳମୟ ପ୍ରଭୁ, ଆମେ ତୁମର ଧନ୍ୟବାଦ କରୁଅଛୁ, ତୁମ ପ୍ରଶଂସା, ତୁମ ସ୍ତୁତି ବନ୍ଦନା କରୁଅଛୁ। ପିତା, ତୁମେ ଆମମାନଙ୍କୁ କେତେ ଅନୁଗ୍ରହ କରିଛ, ଦୟା କରିଛ। ତୁମେ ଆମମାନଙ୍କ ପ୍ରାର୍ଥନା ଶୁଣି ଆସିଛ ପ୍ରଭୁ। ତୁମେ ଆମମାନଙ୍କ ଆବଶ୍ୟକତା ପୂରଣ କରିଛ ପ୍ରଭୁ। ତୁମେ ଆମମାନଙ୍କ ଜୀବନରେ ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧନ କରିଛ। ସେଥିପାଇଁ ଆମେ ତୁମର ଧନ୍ୟବାଦ କରୁଅଛୁ ପ୍ରଭୁ। ଏହି ସମୟରେ ବିଶେଷ କରି ପ୍ରାର୍ଥନା କରୁଛୁ ପ୍ରଭୁ, ଆମ ପ୍ରିୟ ଦର୍ଶକ ବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ସେମାନେ ଯେପରି ପ୍ରଭୁ ତୁମକୁ ଓ ତୁମର ମହାନତାକୁ ବୁଝିବାକୁ ପାରିବେ, ତୁମ ଉପରେ ବିଶ୍ୱାସ କରିବେ, ସେପରି କୃପା ତୁମେ କର ପ୍ରଭୁ। ଆମ ଓଷ୍ଠାଧର ଯେପରି ତୁମ ପ୍ରଶଂସା କରିବ, ତୁମ ନାମକୁ ଉଚ୍ଚୀକୃତ କରିବ, ସେପରି ଅନୁଗ୍ରହ ତୁମେ ଦାନ କର। ତୁମେ ଆମମାନଙ୍କ ପ୍ରାର୍ଥନା ଶୁଣିଲ, ଉତ୍ତର ଦେଲ ବୋଲି ଧନ୍ୟବାଦ ଦେଇ ଏହି ପ୍ରାର୍ଥନା ଆମମାନଙ୍କ ନିମନ୍ତେ ପ୍ରାଣ ଦେଇଥିବା ପ୍ରିୟ ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଗତ ପ୍ରଶ୍ନର ଉତ୍ତରଟି ହେଲା ଡି ଈଶ୍ୱର। ଆଜିର ପ୍ରଶ୍ନଟି ହେଲା, ଗୀତ ସଂଗୀତା 65 ପର୍ବ କେଉଁ ଗୀତ ରୂପେ ପରିଚିତ? ଏ ଉଦ୍ଧାର, ବି ଦୁଃଖ, ସି ଧୈର୍ଯ୍ୟ, ଡି ଆନନ୍ଦ। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ অনুরোধ। जदि आपको आम कार्यक्रम भल लगुच तेबे 0444908126 रे मिस्ड कॉल दे विजयी होई परिबे। गत सप्ताहर विजय दर्शक बंधु हेले बरगढ़ कलाकानु तांडे।